ଲାଗିଲା ଡୋରି ଚାଲିଲୁ ଆମେ ପୁରୀ। ତ ଆଜିର ପୁରୀର ଯିବାର କେବଳ କେବଳ କାରଣ ହେଉଛି ମାମୁଲ। କାହିଁକିନା ମାମୁଲର ସମୁଦ୍ରରେ ଗାଧେଇବାର ବହୁତ ଇଚ୍ଛା ଥିଲା। ତ ସେଥିପାଇଁ ଆମେ ସମସ୍ତେ ବାହାରିଲୁ। ବାହାରିଲା ବାଟରେ ତାକୁ ବହୁତ ଜୋରେ ଶୋଷ କଲା, କହିଲା କି ମା ମୁଁ ଆଖୁ ରସ ପିଇବି। ତ ଆମେ ସମସ୍ତେ ଆଖୁ ରସ ପିଇଲୁ। ପିଇ ସାରିଲା ପରେ କିଛି ବାଟ ଗଲା ପରେ ତାର ସବୁଠୁ ଫେଭରେଟ୍ ଜିନିଷ ସେ ଦେଖିଲା, ଯେଉଁଟାକି ପଇଡ଼ ପାଣି। ତାର ପଇଡ଼ ପାଣି ଛୁଆବେଳୁ ବହୁତ ପ୍ରିୟ। ତ ସେଥିପାଇଁ ପଇଡ଼ ପାଣି ଆମେ ପିଇଲୁ। ପଇଡ଼ ପାଣି ପିଇ ସାରିଲା ପରେ ଆମେ ବାହାରିଲୁ। ବାହାରିଲା ପରେ ପୁରୀରେ ଆମେ ଅଲମୋଷ୍ଟ ପାଖାପାଖି ହେଇଗଲୁ। ଯେତେବେଳେ ଆମେ ସମୁଦ୍ର ପାଖାପାଖି ହେଇଗଲୁ, ମାମୁନର କହିବା କଥା କି ମୋତେ ଏଇଠି ଛାଡ଼ିଦିଅ, ମୁଁ ମୋର ଏକା ଏକା ସମୁଦ୍ର ଯାଇ ବୁଲିବି। ତ ସେଥିପାଇଁ ଆମେ ସେଠି ଓହ୍ଲେଇକି କିଛିଟା ଫଟୋ ଉଠେଇଲୁ। ଫଟୋ ଉଠେଇ ସାରିଲା ପରେ ଘୋଡ଼ା ଦେଖିକି ମାମୁଲ କହିଲା କି ନା ଆମେ ବସିବା ବୋଲି। ମୁଁ ବି ଘୋଡ଼ାରେ କେବେ ବସିନଥିଲି, ମୋର ଏଇଟା ଫାର୍ଷ୍ଟ ଟାଇମ୍ ପାଇଁ ଥିଲା। ମୋତେ ବହୁତ ଡର ଲାଗୁଥିଲା, କାହିଁକିନା କାଳେ ପଡ଼ିଯିବି କ'ଣ ହେବି। ତ ଦୁଇ ଜଣ ଯାକ ବସିକି ଫଟୋ ଉଠେଇଲୁ। ଫଟୋ ଉଠେଇ ସାରିଲା ପରେ ମେନ୍ ରିଜନ୍ ଆସିଲା ମାମୁଲର ବର୍ତ୍ତମାନ ଗାଧେଇବା। ତ ଗାଧେଇବା ପାଇଁ ସେ ଏତେ ପରିମାଣରେ ଗାଧେଇଲା ଯେ ମାନେ ଆଉ କହିବାର ନାହିଁ। କ'ଣ ଆଉ କହିବି, ଆପଣମାନେ ତ ଦେଖୁଛନ୍ତି ସେ କ'ଣ ହେଉଛି। ଏତେ ଖୁସି ତାର କହିଲେ ନ ସରେ। ସେ ମାନେ ମୋବାଇଲରେ ଯାହା ଦେଖିଥିଲା ଯେମିତି ସମୁଦ୍ରକୁ ଯାଇକି ସମସ୍ତେ ଚିତ୍ର କରୁଛନ୍ତି ବାଲିରେ, ତ ସେଇ ଟାଇପ୍ର କରୁଥିଲା। ଲାଷ୍ଟକୁ ସିଏ କହିଲା କି ନାଇଁ ମୁଁ ସମୁଦ୍ରରୁ ବାଲି ନେଇକି ଘରକୁ ଯିବି। ମୁଁ କହିଲି ଆରେ ବାଲି ନେଇକି ସେ କେମିତି ଘରକୁ ଯିବୁ, ତୁ ଓଦା ହେଇଯିବୁ, ପୁଣି ନୂଆ ଡ୍ରେସ୍ ପିନ୍ଧିବୁ, ତ ସେ ସବୁ ଓଦା ହେଇଯିବ। ତାର କିନ୍ତୁ ଗୋଟେ ଜିଦି ଥିଲା କି ନାଇଁ ମୁଁ ବାଲି ନେଇକି ଏମିତି ହାତରେ ଧରିକି ଏମିତି ଓଦା ହେଇକି ମୁଁ ଘରକୁ ଯିବି। ତ ପାଟି କଲାଙ୍କୁ ସେ ସେଠି କାନ୍ଦିଲେ ଆଉ କ'ଣ କରାଯିବ, ଯେହେତୁ ସେ ଯେଉଁଟା ଜିଦି ଧରୁଛି ତ ସେଇଟା ହେଇ ପାରିବନି। ତ ସେଥିପାଇଁ ତାକୁ ସେଇଠି ପାଟି କରିକି ବାଲି ଛଡ଼େଇକି ଆମେ ସେଠୁ ବାହାରିକି ଆସିଥିଲୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ତ ଯେହେତୁ ସେଠି ଆମର ମୋବାଇଲ ଆଲାଉ ନଥିଲା, ମୋବାଇଲ ଆମେ ଷ୍ଟାଣ୍ଡରେ ରଖିକି ଭଲସେ ଜଗନ୍ନାଥ ଦର୍ଶନ କଲୁ। ଦର୍ଶନ କରିସାରିଲା ପରେ ତାପରେ ଆମେ ଖାଇଲୁ କିଛିଟା ସିଝା ମକା। ତା ସିଝା ମକା ବି ବହୁତ ପ୍ରିୟ। ତ ସିଝା ମକା ଦୁଇ ଜଣ ଯାକ ଖାଇ ଦେଇକି ଆମେ ସାଙ୍ଗେ ସାଙ୍ଗେ ପୁଣି ବାହାରିକି ରିଟର୍ନ କରିକି ଆସିଲୁ ଆମେ ଘରକୁ। ତ ବହୁତ ସେ ଖୁସି